नमस्कार, गुड मॉर्निंग, सुप्रभात, जय आरसीएम। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ନୂଆ ଶୁରୁଆତ ଆମେ ନୂଆ ସକାଳରେ ଆମେ ଆଜି କରିବା ପାଇଁ ଯୋଉ ସିଦ୍ଧାନ୍ତ ନଉଛେ, ଅ, ଆମେ ଗୋଟେ ଦିନ ସଫଳ ବି ନିଜେ ହେଇପାରିବା। ହଁ, ଆଜି ଗୁରୁକୁଳ ବହୁତ ଇମ୍ପୋର୍ଟାଣ୍ଟ ଟପିକ ଆମର ଥିଲା କି ଯେମିତି କି ବା କୁହାଯାଏ କି ଗ୍ୟାସେସ୍ ର ଫର୍ମୁଲାରେ ଆମେ ପ୍ରତି ପ୍ରଡକ୍ଟର ଟ୍ରେନିଂ ବି ନବା ଦରକାର। କାରଣ ଆରସିଏମ୍ ଏମିତି ଗୋଟେ ବହୁତ ବଡ଼ ମହା ଅଭିଯାନ, ଯୋଉ ଅଭିଯାନ ମାଧ୍ୟମରେ ଆମେ ପୁରା ହିନ୍ଦୁସ୍ତାନରେ ଆମେ ବହୁତ ବଡ଼ ରୂପ ବହୁତ ବଡ଼ ଜାଗାରେ ଆମେ ପହଞ୍ଚି ଯାଇପାରିବା। କେବଳ ଗୋଟିଏ ଜାଗାରେ ଆମେ ସୀମିତ ରଖିଲେ ହବନି। ପୁରା ହିନ୍ଦୁସ୍ତାନରେ ଆମେ ବହୁତ ସାରା ଉମ୍, ଆ, ପୁରା ହିନ୍ଦୁସ୍ତାନରେ ଗୋଟେ ବହୁତ ବଡ଼ ଫିଗର ଆମେ ହେଇଯାଇପାରିବା। ତ ସେଥିଲାଗି ଟିସି ସାର୍ ଆମକୁ ଅଲରାଉଣ୍ଡର କରିବା ପାଇଁ ଚାହୁଁଛନ୍ତି। ତ ପ୍ରତ୍ୟେକ ଯାହାବି ଆମର ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ ହିସାବରେ ଏଇ ଯୋଉ ବର୍ଷକୁ ଆମେ ନେଇଛେ ଯେ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ, ତ ତାକୁ ସଫଳ କରିବା ପାଇଁ ତ ପ୍ରଥମେ ଆମର ନିଜର ଖାଦ୍ୟକୁ ଠିକ ରଖିବା ନିହାତି ଜରୁରୀ। ତ ଯଦି ଅ, ନିଜର ଖାଦ୍ୟ ଯଦି ଆମେ ଠିକ ରଖିପାରିଲେ, ନିଜ ଖାଦ୍ୟକୁ ଯଦି ଆମେ ସୁସ୍ଥ ଖାଦ୍ୟ ଆମେ ଖାଇପାରିଲେ ନିଜ ଶରୀର ପାଇଁ, ତ ସେ ହେଉଛି ବହୁତ ବଡ଼ କଥା। ଯେ ଆମେ ସୁସ୍ଥ ରହିବା ପାଇଁ କେବଳ ଯେ ଆମେ ମେଡିସିନ ଖାଇବା ବା ଫୁଡ ସପ୍ଲିମେଣ୍ଟ ଖାଇବା ଜରୁରୀ ନୁହେଁ। ଆମେ ସୁସ୍ଥ ରହିବା ପାଇଁ ପ୍ରଥମେ ହେଉଛି ଯେ ଆମର ନିଜର ଖାଦ୍ୟକୁ ଆମେ ଠିକ ରଖିବା। ତ ସେଇ ଶୃଙ୍ଖଳା ଉପରେ ବହୁତ ସାରା କଥା ଆଜି ଆମକୁ ଶିଖିବାକୁ ମିଳିଲା, ଯେମିତିକି ହରିତ ସଞ୍ଜୀବନୀ। ଏ, ଯୋଉଠୁ ଆମର ଯେକୌଣସି ଫସଲ ଆସୁଛି ବା ଯେକୌଣସି ଆ, ଆମର ଫ୍ରୁଟ୍ସ ଭେଜିଟେବଲ୍ସ ଆସୁଛି, ତ ସେ ଜାଗାରୁ ଯଦି ଆମକୁ ବିଷାକ୍ତ ଜିନିଷ ଆମେ ଆସିଲେ, ଆମେ ପ୍ରତ୍ୟେକ ଦିନ ଯଦି ବିଷ ଖାଇଲେ, ତାହେଲେ ଗୋଟେ ଦିନ ଇଏ ସ୍ଲୋ ପଏଜନ ହିସାବରେ ଗୋଟେ ଦିନ ବି ଆମର ଶରୀର ବି କ୍ଷତି ହେଇଯିବ। ତ ସେଥିଲାଗି ଟିସି ସାର୍ ତା ଉପରେ ବି ସମ୍ପୂର୍ଣ୍ଣ ନଲେଜ ଆମକୁ ଦଉଛନ୍ତି ଯେ ତାକି ଆମେ ଜୈବିକ କ୍ଷତି କେମିତି କରିପାରିବା। ଆମ ନିଜର ଛାତ ଉପରେ ବି ଆମେ ନିଜେ ଗଛ ବି ଲଗେଇ ପାରିବା। ଆଉ ଯୋଉଥିରେ କି ଉମ୍, ଆମେ ଯୋଉ ଗଛ ଆମେ ଲଗେଇବା ତ ତା ଦ୍ୱାରା ଆମେ ନିଜେ ଭଲ ଫସଲ ବି କରିବା। ତ ଇଏ ହଉଛି କଥା। ତ ହରିତ ସଞ୍ଜୀବନୀ ଉପରେ ବହୁତ ସାରା କଥା ତ ଆମେ ଶିଖିଲେ। ତ ଆଜି ଆମେ ଯାହା ଆମେ ଶିଖିଲେ, ତ ଫାଷ୍ଟ ଆମେ ଶୁଣିବା ସୁକାନ୍ତ ବାବୁଙ୍କଠୁ। ଆଜ୍ଞା। ସାର୍ ନମସ୍କାର, ସାର୍ ଜୟ ଆସେନ ସାର୍। Yes, sir. ସାର୍ ତ ହରିସଞ୍ଜୀବନୀ ବହୁତ ସାର୍ କହିଲେ ସେଠି ସାର୍ କହିଲେ ଆମର 80% ଲୋକ ଆମର ଚାଷ ଉପରେ ନିର୍ଭର କରନ୍ତି। ଆମର ଦେଶର ଆର୍ଥିକ ମାନଦଣ୍ଡ ଯୋଉ ଚାଷ ଯଦି ଆମର ଦେଶର ଯଦି ଏଇ ବର୍ଷ ଚାଷ ଭଲ ହେଇଛି, ତାହେଲେ ଦେଶର ଆମର ଉନ୍ନତି ତାହେଲେ ନିଶ୍ଚିତ। ଆଉ ଦେଖନ୍ତୁ ଆଜି ପଞ୍ଜାବରେ ଦେଖନ୍ତୁ ଗୋଟେ ରାଜ୍ୟ, ସେଥିରେ ଆମର ଏତେ ପେଷ୍ଟିସାଇଡ ୟୁଜ କରୁଛି, ଗୋଟେ ଟ୍ରେନ ଯାଉଛି ଆମର ହଉଛି କ୍ୟାନ୍ସର ଟ୍ରେନ। କାରଣ ସେଥିରେ ଏତେ ପେଷ୍ଟିସାଇଡ ଏତେ ସାର ୟୁଜ କରାହଉଛି। ତାକୁ କେମିତି ଆମର ଜହର ମୁକ୍ତ କରିପାରିବା, ଜହର ମୁକ୍ତ କ୍ଷତି କରିପାରିବା, ଘରେ ଘରେ ଆମେ କେମିତି କିଚେନ ମାନେ କରିପାରିବା, ସମସ୍ତଙ୍କୁ ଆମେ ତାଙ୍କୁ ପ୍ରୋତ୍ସାହନ କରିକି ତାଙ୍କୁ ଉଚିତ ଜ୍ଞାନ ଦେଇପାରେ, ତାଙ୍କୁ କେମିତି ନଲେଜ ଦେଇପାରିବା, ସେମିତି ଘରେ ଘରେ ନିଜେ ବି ଆମେ କେମିତି ଇଏ କରିପାରିବା, ସେଥିପାଇଁ ଆମେ ତାଙ୍କୁ ନଲେଜ ଦେବା ଦରକାର। ଆଉ ଗୋଟେ ଜିନିଷ ହେଲା, ଆମେ ଯୋଉ ବଜାର ଯୋଉ ଜିନିଷ ପ୍ରେଷ୍ଟିଜ ଜିନିଷ ୟୁଜ କରୁଛେ, ସେଟା କେତେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆଜିକାଲି ଦେଖନ୍ତୁ ଯୋଉ ବେମାର ବାହାରୁଛି, ସବୁ ଯୋଉ ପେଷ୍ଟିସାଇଡ ଆମର ଯୋଉ ଫର୍ଟିଲାଇଜର ୟୁଜ କରାହଉଛି, ରୋଗର ମୁଖ୍ୟ କାରଣ ହଉଛି ସେଇ ଜିନିଷ ଆମେ ୟୁଜ କରୁଛେ। ଜହର ଖାଦ୍ୟ ଖାଉଛେ, କେମିତି ଆମେ ଜହର ମୁକ୍ତ ଖାଦ୍ୟ ଖାଇପାରିବା? ଆମ ଟିମ ରେ ଯଦି ତାର ଗୋଟେ ମାଧ୍ୟମ ହଉଛି ଗୁରୁକୁଳରେ ବସିବା, ଆମ ଟିମ ରେ ତାଙ୍କୁ ପ୍ରୋତ୍ସାହନ ଦେବା, ଧୀରେ 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 ଆମ ଗାଁରେ ଆମେ ତାକୁ ପ୍ରୋତ୍ସାହନ କରିବା, ତାପରେ ଆମ ପଞ୍ଚାୟତରେ, ତାପରେ ଆମର ଡିଷ୍ଟ୍ରିକ୍ଟରେ। ଏମିତି ଯଦି ଆମେ ଧୀରେ ଧୀରେ ଆମେ ଆମର ପ୍ରଚାର ଏବଂ ପ୍ରସାର କରିପାରିବା, ତାହେଲେ ଧୀରେ ଧୀରେ ଆମର ଜହର ମୁକ୍ତ କ୍ଷେତ୍ରରେ ଲୋକ ସମସ୍ତେ ମୁକ୍ତ ପାଇବେ। ଆଉ ସମସ୍ତେ ଆମର ଜୈବ କ୍ଷେତି ଉପରେ ସମସ୍ତେ ଆମର ପ୍ରାଧାନ୍ୟ ଦେବେ। ଆଉ ସମସ୍ତେ କିଛି ନା କିଛି ଘରେ ଆମର ଜାଗା ନଥିଲେ ବି ଛାତ ଉପରେ ଆମେ କିଚେନ ଗାର୍ଡେନ କରିପାରିବା। ଆମର ଗାର୍ଡେନ ଗୋଳ ୟୁଜ କରିପାରିବା, ଆମର ସଏଲ ହେଲ୍ଥ
ଫ୍ରୁଟ୍ ସ୍ପେଶାଲ ୟୁଜ୍ କରିକି ଆମେ ଘରେ ଘରେ ନିଜେ ବି ଆମେ କିଛି ବଜାରରୁ ଆମେ ଯଦି 100% ୟୁଜ୍ କରୁ ମାନେ ନିର୍ଭର କରୁଛେ, ସେଥିରୁ 25% ଆମେ ଘରୁ ଆମେ ସେଟା ଆମେ ପ୍ରଡକ୍ସନ କରିକି ଆମେ ନିଜେ ୟୁଜ୍ କରିପାରିବା, ତାକି ଆମେ ବଜାର ବାଲାନ୍ସ ମେଣ୍ଟେନ କରିପାରିବା। ସେଥିପାଇଁ ଆମକୁ ସମସ୍ତଙ୍କୁ ଆମର ଯୋଉ ସୋମବାର, ଶୁକ୍ରବାର, ଯୋଉ ବୁଧବାର ଯୋଉ ଆମର ଅଛି ଆମର ହରିସଂଜୀବନୀ ଉପରେ ଆଉ ଗାର୍ଡେନ ଗୋଲ୍ଡ ଯୋଉ ଜଳ ସଞ୍ଚୟ ଉପରେ ଯୋଉ ଟ୍ରେନିଂ ରହୁଛି ତାକୁ ଆମେ ଦେଖିବା। ଆଉ ମୁଁ ସଂକଳ୍ପ ନଉଛି ମୁଁ ବି ନିଜେ ୟୁଜ୍ କରୁଛି ଆମ କ୍ଷେତରେ ହରିସଂଜୀବନୀ ଜଳ ସଞ୍ଚୟ ଆଉ ଗାର୍ଡେନ ଗୋଲ୍ଡ ଆମ ବାଇରେ ବି ୟୁଜ୍ କରିଛି। ଆମ ବାଡିରେ ଲେମ୍ବୁ ଥିଲା ସାରେ, ବିଶ୍ୱାସ କରିବେନି ଅଳ୍ପ ଅଳ୍ପ ଲେମ୍ବୁ ହୁଏ। ମୁଁ ଗୋଟେ ପ୍ୟାକେଟ ପ୍ରତି 15 ଦିନ ଥରେ ହାଫ୍ ହାଫ୍ ଦେଇଦେଲି। ସାର୍ ଦେଖନ୍ତୁ ବର୍ଷ ସାରା ଆମର ଲେମ୍ବୁ ଆମର ଚାଲିଛି, ଆମର ବନ୍ଧୁ ମାନ ସାହି ପଡିଶା ଆମର ବଣ୍ଟା ଚାଲିଛି। ମାନେ ମୁଁ ନିଜେ ତାର ଅନୁଭବୀ ଜିନିଷ, ଗାର୍ଡେନ କେତେ ମାନେ ଉପକାରିତା। ଆଉ ମୋ ଟିମ ରେ ଆମର କାମାନରେ ସେ ପ୍ରତି ମାସରେ ଗୋଟେ ଗୋଟେ କାର୍ଟୁନ ଗାର୍ଡେନ ନଉଛନ୍ତି, ଜଳ ସଞ୍ଚୟ ନଉଛନ୍ତି, ସ୍ପ୍ରେ ମାକ୍ସ 85 ନଉଛନ୍ତି ସ୍ପ୍ରେ, ଆଉ ରାପିଡ ନଉଛନ୍ତି। ଆଉ କେମିତି ତାଙ୍କ ସାଥିରେ ଆମେ ଟିମ ରେ ବସି ପାରିଲେ, ସେ ଆମେ କେମିତି ତାଙ୍କର ସେ ଚାଷୀ 10-50 ବସେଇ ପାରିଲେ ତାଙ୍କୁ ଆମେ କେମିତି ତାକୁ ଟ୍ରେନିଂ ଦେଇପାରିବା, ସେଇଟା ମୋର ଗୋଟେ ଉଦ୍ଦେଶ୍ୟ ଅଛି। ସେଇଟା ମୁଁ ଏଇ ମାସରେ ନିଶ୍ଚିତ ସେଇଟା କରିବି। ଥ୍ୟାଙ୍କ ୟୁ ସାର୍। ବା ବହୁତ ବଢିଆ କଥା। ଆକ୍ଚୁଆଲି ସୁକାନ୍ତ ବାବୁ ବହୁତ ଭଲ ଚାଷୀ ବି ଜଣେ, ଆଉ ନିଜେ ବି ହରିତ ସଞ୍ଜୀବନୀ ବ୍ୟବହାର କରୁଛନ୍ତି, ସବୁ କରୁଛନ୍ତି। ସବୁଠୁ ବଡ଼ କଥା ଯେ ଆମେ ଯୋଉ ସଂକଳ୍ପ ନେଇଛେ ଏଇ ଯୋଉ ବର୍ଷରେ ଟିସି ସାର୍ ଯୋଉ ଅ, ସଂକଳ୍ପ ନେଇଛନ୍ତି ଯେ ଏ ବର୍ଷକୁ ଆମେ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ ଆମେ ପାଳିବା। ଆମ ସ୍ୱାସ୍ଥ୍ୟକୁ ଆମେ ଠିକ ରଖିବା, ଆମ ସମାଜର ଆମ ଆମ ଅଡ଼ୋଶୀ ପଡ଼ୋଶୀ ଯୋଉମାନେ ବି ଅଛନ୍ତି ତ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଠିକ ରଖିବା। ତ ତା ପାଇଁ ମୁଖ୍ୟ ବିନ୍ଦୁ ହଉଛି ଯେ ଆମେ ପ୍ରତ୍ୟେକ ଆମ ଖାଦ୍ୟକୁ ଆମେ ଶୁଦ୍ଧ କରିବା। ତ ତା ପାଇଁ ଆମେ ଜୈବିକ ଉପାୟରେ ଯୋଉ ଚାଷ କରାଯାଉଛି ତା ଉପରେ ବି ଧ୍ୟାନ ଦେବ। ମୁଁ ଗୋଟେ ଥର ବସିଥିଲି, ଆମ ବରଗଡ଼ର କିଛି ସାଥୀ ଆସିଥିଲେ, ତାଙ୍କ ସହିତ ମୁଁ ବସିଥିଲି, ଡିସ୍କସନ୍ ବି କରୁଥିଲି। ବହୁତ ବଡ଼ ବଡ଼ ଲେବୁଲରେ ବି ସେମାନେ ଥିଲେ, ମୁଁ ସେମାନଙ୍କୁ ସାଙ୍ଗରେ ବି ଡିସ୍କସନ୍ କରୁଥିଲି। ତ ସେମାନେ କହିଲେ କି ବରଗଡ଼ରେ ଆକ୍ଚୁଆଲି ଓଡ଼ିଶାରେ ଯଦି କୁହାଯାଏ ଯେ ଭାତ ହାଣ୍ଡି କହିଲେ ବରଗଡ଼କୁ ବୁଝାଏ, କାରଣ ଅଧିକ ଆମେ ଏଇଠି ଫସଲ ଧାନ ଏସବୁ ଆମେ ଉତ୍ପାଦନ କରୁ। କିନ୍ତୁ ଆମେ ପ୍ରାକ୍ଟିକାଲି କହିବାକୁ ଗଲେ ଯେ ଆମେ କିନ୍ତୁ ବରଗଡ଼ବାସୀ, ଆମେ ବରଗଡ଼ର ଧାନକୁ ଆମେ ୟୁଜ୍ କରୁନା। ଆମେ ସେ ଏତେ ପେଷ୍ଟିସାଇଡ ନିଜେ ବ୍ୟବହାର କରନ୍ତି, ତାକୁ ବିକ୍ରି କରିଦିଅନ୍ତି, ସବୁଗୁଡା ବିକ୍ରି କରିଦିଅନ୍ତି। କିନ୍ତୁ ଯୋଉ ଛତିଶଗଡ଼ରୁ ଯୋଉଗୁଡା ଜୈବିକ କ୍ଷେତି ହିସାବରେ ଯୋଉଗୁଡା କଷ୍ଟଲି ଧାନ ଆସେ, ତ ସେ ଚାଉଳକୁ ସେମାନେ ବ୍ୟବହାର କରନ୍ତି। ତାମାନେ ଚିନ୍ତା କରନ୍ତୁ ଯେ ଯିଏ ନିଜେ ତିଆରି କରୁଛି ସେ ନିଜେ ବି ଖାଉନି, ସେ ତାକୁ ବିକ୍ରି କରିଦେଇକି ଅଲଗା ନିଜେ ଯୋଉ ଜୈବିକ କ୍ଷେତି ଯୋଉଠି ହଉଛି ତାକୁ ଆଣିକି ନିଜେ ଖାଉଛି। ତ ଚିନ୍ତା କରନ୍ତୁ ଇଏ ଆମେ ସୁସ୍ଥ ରହିବା ପାଇଁ ଟିସି ସାର୍ ଯୋଉ ପ୍ରକାରର କାର୍ଯ୍ୟକ୍ରମ କରିଛନ୍ତି ତାକୁ ବ୍ୟାପକ କରିବା ଉଚିତ। କିନ୍ତୁ ଗୋଟିଏ ଜିନିଷ ଯେ ଇଏ ସବୁ ଚିନ୍ତାଧାରା ମନ ଭିତରକୁ କାହିଁକି ଆସୁଛି? ତ ଆମେ ଗୁରୁକୁଳରେ ବସୁଛେ, ଗୁରୁକୁଳର ଶିକ୍ଷା ନଉଛେ, ଗୁରୁକୁଳର ଗୋଟେ ଗୋଟେ ଭଲ ଷ୍ଟୁଡେଣ୍ଟ ବୋଲି ତ ନଉଛେ। କିନ୍ତୁ କେବଳ ଯେ ଆମେ ବସିଲେ ତ ଏଇ କାମ ହବନି। ତ ଆମକୁ ତ ଆମ ସାଥି ବି ବଢେଇବାକୁ ପଡିବ, ଆମ ସଂଖ୍ୟା ବଢେଇବାକୁ ପଡିବ। ଯେତେ ସଂଖ୍ୟା ଆମେ ବଢେଇବା ତ ସେତେ ଭଲ ହବ। ଆଚ୍ଛା, ସଂଖ୍ୟା ବଢେଇବା ପାଇଁ ତ ଆମେ ଲୋକଙ୍କୁ କହିଦେଲେ ତ ଲୋକ ଆସିବେନି। ତ ଲୋକଙ୍କୁ ବି ସ୍ନେହ ଶ୍ରଦ୍ଧା କରିକି ଆମେ ତାଙ୍କୁ ଯଦି କହିବା ଯେ ଡେଲି ସକାଳୁ ଡେଲି ପ୍ରତ୍ୟେକ ଦିନ ଯଦି ଆମେ ଗୋଟେ ଟାର୍ଗେଟ ନବା ଯେ ମୁଁ ପ୍ରତ୍ୟେକ ଦିନ ମୁଁ 10 ଜଣ ଲୋକଙ୍କୁ ଗୁରୁକୁଳରେ ବସିବା ପାଇଁ କହିବି, ଯେ ଏତେ ବଢିଆ ପ୍ରକାରର ଗୋଟେ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ ଗୋଟେ ଚାଲିଛି, ଆଉ ଯୋଉଥିରେ କି ଏ ବର୍ଷକୁ ଆମେ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ ପାଳନ କରୁଛୁ, ଯୋଉଥିରେ କି ଆପଣଙ୍କ ପରିବାର ସୁସ୍ଥ ରହିବେ। ସେଥିଲାଗି ଆପଣ ଟିକେ ଗୁରୁକୁଳକୁ ଆସନ୍ତୁ। ଯଦି ଆପଣଙ୍କ ମନ ନ ପ୍ରିୟ ମୁଁ ସକାଳୁ ଟିକେ ଆପଣଙ୍କୁ ଫୋନ କରିଦେବି। ତ ଏତିକି କଥା କହିକି ଆମେ ପ୍ରତ୍ୟେକ ଦିନ ଯଦି ଇମାନଦାରୀ ସହିତ ଯେ ପ୍ରତ୍ୟେକ ଦିନ 10 ଜଣଙ୍କୁ ଆମେ ଇନଭାଇଟ୍ କରିବା, ତ ନିଜେକୁ ନିଜେ ଟାର୍ଗେଟ ଆମେ ରଖିଦେଇ ପାରିବା ଯେ କେତେ ଜଣଙ୍କୁ ଆମ୍, ଆମେ 10 ଜଣଙ୍କୁ ଫୋନ କଲେ ତା ଦେହରୁ କେତେ ଜଣ ଆମେ ଆସିଲେ, ପୁଣି 10 ଜଣଙ୍କୁ ଫୋନ କରିବେ, ପୁଣି କେତେ ଜଣ ଆସିବେ। ତ ଆକୁ କଣ୍ଟିନ୍ୟୁ ଆମେ ଗୋଟେ ସପ୍ତାହ କରିକି ଦେଖିବା, ଦେଖିବେ ରେଜଲ୍ଟ ଆପଣଙ୍କ ନିଶ୍ଚୟ ବାହାରିବ। ବାହାରିବନି କାହିଁକି? ସମସ୍ତଙ୍କ ରେଜଲ୍ଟ ବାହାରୁଛି, ବାହାରିବନି କାହିଁକି? ଆଜି ତ ଗୁରୁକୁଳ ପୁରା ଦେଖନ୍ତୁ ମାନେ ଲାଷ୍ଟ ପର୍ଯ୍ୟନ୍ତ 1000 ଲୋକ ତା ଦେହରେ ଅଛନ୍ତି। ମୁଁ ୟୁଟ୍ୟୁବ ବି ଦେଖୁଥିଲି, ୟୁଟ୍ୟୁବରେ ବି ପାଖାପାଖି 2000 3000 ଲୋକ। ପ୍ରତ୍ୟେକ ଦିନ ଯଦି 5000 ଲୋକ ସେଇ ଟାଇମରେ ଦେଖିପାରୁଛନ୍ତି, ତା ସହିତ ଦିନ ଭିତରେ ତ 25-26 ହଜାର
କି ବେଶୀ ଲୋକ ଦେଖୁଛନ୍ତି, କିନ୍ତୁ ସେଇ ଟାଇମରେ 5,000 ଲୋକ ଯଦି ଦେଖିପାରୁଛନ୍ତି, ତାହେଲେ ଆମର ଟିମର ଆମେ 2 ଜଣ 4 ଜଣ 5 ଜଣଙ୍କୁ 10 ଜଣଙ୍କୁ କାହିଁକି ଆମେ ସେଥିରେ ସାମିଲ ନ କରିପାରିବା? ଆଚ୍ଛା, ୟା ଛଡ଼ା ତ ତାଙ୍କର ବି ଉନ୍ନତି ହବ, ତାଙ୍କ ନିଜ ସ୍ୱାସ୍ଥ୍ୟର ଉନ୍ନତି ହବ, ସେ ସୁସ୍ଥ ରହିବେ, ତାଙ୍କର ଶରୀର ବି ଆରୋଗ୍ୟ ହେଇକି ରହିବ। ତ ଏସବୁ ତ ବହୁତ ସାରା କାର୍ଯ୍ୟକ୍ରମ କରିହବ। ଓକେ, ଠିକ ଅଛି। ଆଜି ଗୁରୁକୁଳରେ କଣ ଶିଖିଲେ ଆଉ ଆମେ ନିଜେ କଣ ସିଦ୍ଧାନ୍ତ ନେଲେ, ତ ତା ଉପରେ ଆମେ ଆଗକୁ ବଢିବା। ପ୍ରବୀଣା ମ୍ୟାଡ଼ାମ। ଆଜ୍ଞା ମ୍ୟାଡ଼ାମ। ଆଜି ମ୍ୟାଡ଼ାମ କ୍ୟାମେରା ମୋଡରେ ଅଛନ୍ତି। ଆପଣ ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ହଁ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ଆଜ୍ଞା, ନମସ୍କାର। ସାର୍ ସେ ଗାର୍ଡନ ଗୋଲ୍ଡ ଦେଇକି ମୁଁ ଛାତ ଉପରେ ମୋର ବହୁତ ବଢିଆ ମୁଁ ଗୋଟେ ଗାର୍ଡନ କରିଛି। ଶାଗ, ଟମାଟୋ ଗଛ, ଇଏ ଗଛ, କଖାରୁ ଗଛ, ଇଏ ଗଛ, ଫୁଲ ଗଛ ବହୁତ ବଢିଆ ହେଇଛି। ମୋଠୁ ଦେଖିକି ମୋ ଡାଉନ ଲାଇନ 4 ଜଣ ଆଗ 4ଟା ସାର୍ ନେଇଗଲେଣି ମୋଠୁ, କହିଲେ "ଏ, ତମେ କଣ ଏତେ ବଢିଆ ବଢିଆ କରିଛ, ଆମକୁ କାହିଁ ଦେଇନ?" ମୁଁ କହିଲି ଦେଇନି କଣ, ହେଇଛି ମୋର ପୁରା ହେଇଯାଉ ତମକୁ ଦେବି ନା? ନା ନା, ମତେ ଆଗ ଦିଅ। କାଲି ରାତିରେ 2 ଜଣ ଆସି ନେଲେ, ଫେରେ ଆଉ 2 ଜଣଙ୍କର ରଖା ହେଇଛି। ଗାର୍ଡନ ଗୋଲ୍ଡ ଉପରେ ଏତେ ବଢିଆ ସାର୍ ସେ ଗଛ ଗ୍ରୋ କରୁଛି, ଆଉ ଏତେ ସୁନ୍ଦର ବି ଦେଖା ଯାଉଛି। ଫୁଲ ଯେ ସବୁଦିନ ରୋଜ ରୋଜ ଫୁଲ ଫୁଟୁଛି, ଏଥିରେ ମନ୍ଦାର ଫୁଲ, ସେଥିରେ ଇଏ ହ୍ୱାଇଟ ଫୁଲ, ସେଥିରେ ଇଏ ଏତେ ବଢିଆ ଲାଗୁଛି। ଛାତ ଉପରକୁ ଗଲେ ଆଉ ଇଚ୍ଛା ହଉନି ତଳକୁ ଆସିବାକୁ। ମୁଁ ଭାବିଛି ଆଉ 10-15ଟା ଖଣ୍ଡେ କୁଣ୍ଡ ଆଣି ତାକୁ ସେଇ ଗାର୍ଡନ ଗୋଲ୍ଡ ବିଷୟରେ ମୁଁ ସମସ୍ତଙ୍କୁ ବି କହୁଛି। 3-4 ଜଣ ନେଇଛନ୍ତି, ଦେଖାଯାଉ। ବହୁତ ସାର୍, ବଢିଆ। ଆକ୍ଚୁଆଲି ମ୍ୟାମ୍, ହଁ ଗାର୍ଡେନ ଗୋଲ୍ଡ ସହିତ ଜଳସଞ୍ଚୟ ବି ଯଦି ଆମେ ଦବା, ତ ଆହୁରି ବି ହଁ, ବହୁତ ଭଲ ରେଜଲ୍ଟ ଆସିବ। କଣ ଆମେ ସେଇ ଗାର୍ଡନ ଗୋଲ୍ଡ ସାଙ୍ଗରେ ଜଳସଞ୍ଚୟ ଦେଇପାରିବା? ହଁ, ଗାର୍ଡେନ ଗୋଲ୍ଡ ଆଉ ଜଳସଞ୍ଚୟ ହଁ କୁ ମିକ୍ସ କରିକି, ମାନେ ଜଳସଞ୍ଚୟ ବେଶୀ କ୍ୱାଣ୍ଟିଟି ନାହିଁ। ହଁ ଆ, ଆମକୁ ଆ, ଧରି ନିଅନ୍ତୁ ଗାର୍ଡେନ ଗୋଲ୍ଡ ଗୋଟେ ପ୍ୟାକେଟ ସହିତ ଆମେ ପାଞ୍ଚ ହଁ ଚାମଚ ଖଣ୍ଡେ କିମ୍ବା 5-6 ଚାମଚ ଆମେ ଜଳସଞ୍ଚୟକୁ ମିଶେଇକି ମିକ୍ସ କରିକି ତାକୁ ଭଲ ଭାବରେ ହଁ ଆମେ ଯଦି ଦେଇପାରିବା ମାଟି ତଳେ, ମାଟିକୁ ମାଟିରେ ହଁ ମିଶେଇକି ହଁ। ଦେଇପାରିବା, ସେ ବହୁତ ବଢିଆ ରେଜଲ୍ଟ ଆସିବ। ମୁଁ ବି ନିଜେ ଦେଇଛି, ମୁଁ ନିଜେ ଜାଣିଛି ଯେ ମୋ- ରେଜଲ୍ଟ ବି ଆସୁଛି। ହଁ, ଓକେ, ଏମିତି 5-6ଟା କୁଣ୍ଡ ଆଣି ରଖିଛି ତ, ତେଣୁ ସେ ମାଟି ସାଙ୍ଗରେ ସେଇଟା ଗୋଳେଇକି ଭାବୁଛି ଦେବି ବୋଲି। ବଢିଆ ରେଜଲ୍ଟ ଆସୁଛି। ଦେଖାଯାଉ ସାର୍। ହଁ, ମାଟି ମୁରଘୁରା ଥ୍ୟାଙ୍କ ୟୁ ସାର୍। ହେଇଯାଉଛି ପୁରା। ହଁ ଓକେ। ହଁ ଆଉ ଆପଣଙ୍କୁ କହିବେ କି ଆ, ଆପଣଙ୍କ ଅଫଲାଇନ ତ ଛାତ ଉପରେ ଚାଷ କରିଦେଲେଣି। ଆରତି ହଁ ବାବା। ହଁ, ସିଏ ପୁରା ଖାଲି ମାର୍କେଟକୁ ଯିବା ବାକି ଅଛି। ଖାଇକି ନାଇଁ ନାଇଁ, ମାନେ ସେ ପୁରା। ନିଜେ ସୁସ୍ଥ ରହିବେ, ସେ ମାର୍କେଟକୁ କାହିଁକି ଯିବେ? ଆରତି ବାବା, ଆପଣଙ୍କ ଚାଷ ହଁ ସେମ୍ ହଁ ହଁ ଜୟ ସିଂ। ଜୟ ଆରସିଏମ୍। ଆଜ୍ଞା, କୁହନ୍ତୁ ଚାଷ କଥା। ଏବେ ଚାଷ ମୁଁ କିଛି କରୁନି, କାହିଁକି ନା ଛାତ ଉପରେ ପାଣି ଜମିବ ବୋଲି ଖାଲି ଫୁଲ ଗଛ ସବୁ ଲଗା ହେଇଛି। ଆଉ ସେଥିରେ ହଁ ଗାର୍ଡେନ ଗୋଲ୍ଡ ଦିଆ ହଉଛି। ଗେଣ୍ଡୁ ଫୁଲ ଗୁଡା ବହୁତ ବଡ ବଡ ସାଇଜ ହେଇଛି। ଭାଇ ତାକୁ ଜମା ତୋଳୁନାହାନ୍ତି। ଇଏ ନାତି 2 ଜଣ ଗଲେ, କଣ ଶିଖା ଶିଖି ଏଇ ସବୁ ତୋଳିଦେଲେ। ଏଇନା 2 ନାତିଙ୍କର ରାଜୁତି ଚାଲିଛି। ହୁଁ ସେଠୁ ମୁଁ କହିଲି, ଆରେ ହେ, ଅଜା ଜମା ଛିଣ୍ଡଉନାହାନ୍ତି, କେହି ଛିଣ୍ଡାନ୍ତୁ। ନାଇଁ, ଆମେ ଆଜି ଯାହା ଶିଖିଲୁ, ମୁଁ ଅବଶ୍ୟ ଗୁରୁକୁଳରେ ଆଜି ଦେଖିନି, କିନ୍ତୁ ୟୁଟ୍ୟୁବରେ ଦେଖିଲି। ଆଜି ଯୋଉ ଆମ ସେଇ ଜଳ ସଞ୍ଚୟ, ହରି ସଞ୍ଜୀବନୀ ଉପରେ ଯୋଉ ଡିସ୍କସନ ହେଲା, ଆମେ ଲୋକଙ୍କୁ ଆ ବିଷୟରେ କହିଲେ ଲୋକମାନେ କଣ ରାସାୟନିକ ସାର ନ ଦେଇକିରି ଆମର ଏଇ ଜୈବିକ ସାର ଦେଲେ, ଆମ ଯୋଉ ଖାଦ୍ୟ ଯୋଉ ମାନେ ଧାନ ଯୋଉ ଫସଲ ହେଲା, ସେଟା ଆମେ ପୁରା ହୁଁ ଶୁଦ୍ଧ, ମାନେ ରାସାୟନିକ ସାର ବିନା ଯୋଉ ଖାଦ୍ୟଟା ଆମେ ପନିପରିବାଟା ପାଇବା, ସେ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଦରକାର। ସେମିତି ଆଜି ଗୁରୁଜୀ କହିଲେ, ରାସ୍ତା ବହୁତ ଲମ୍ବी है, मंजिल सबको पता है, फिर फिर आदमी क्यों भटक जाता है। ସେମିତି ଆମେ ଯଦି ସମସ୍ତଙ୍କୁ ଗୋଟିଏ ରାସ୍ତା ଆମକୁ ଜଣା ଅଛି, ଆମେ ତାହେଲେ ସେଇ ରାସ୍ତାକୁ ଆମେ କାହିଁକି ଆପଣଉନେ, ମାନେ କାହିଁକି ରିଜର୍ଭ କରୁନେ ସେଇ ରାସ୍ତାକୁ। ସେଇ କଥା ଗୁରୁଜୀ କହିଲେ ଆଜି, ବହୁତ ବଢିଆ ଲାଗିଲା। ଆଉ ଏବେଠୁ ସର୍ବଦା ଆଜ୍ଞା, ବହୁତ ବଢିଆ କଥା। ଆକ୍ଚୁଆଲି ଇଏ ପ୍ରଡକ୍ଟ ଟ୍ରେନିଂ ପ୍ରତ୍ୟେକ ସୋମବାର ଦିନ ଆଉ ଶୁକ୍ରବାର ଦିନ ହରିସଞ୍ଜୀବନର ଟ୍ରେନିଂ ରହୁଛି।
ତ ସନ୍ଧ୍ୟା 8ଟା ବେଳେ ଆମର ରହୁଛି ସେଇ ଟ୍ରେନିଂକୁ ଯଦି ଆମେ ନବା ହରିଶ ସଞ୍ଜୀବନୀ ଚାଷ ଉପରେ ନିଜେ ବି ନଲେଜ ପାଇବା ତ ଆମ ଟିମକୁ ବି ଆମେ ନଲେଜ ଦେଇ ଦେଇ ପାରିବା। ଆମର ଯାହା ବି ଡାଉଟ୍ସ ଅଛି ଡାଉଟ୍ସକୁ ବି କ୍ଲିୟର କରିଦେଇ ପାରିବା। ବୁଧବାର ଦିନ ଜୈବିକ କ୍ଷତି ଉପରେ ଆମର ଯୋଉ ଅଛି ଟ୍ରେନିଂ ରହୁଛି। ତ ଜୈବିକ ଜିନିଷ କେମିତି ବ୍ୟବହାର କରିକି ଅଧିକ ଉତ୍ପାଦନ କରିହେବ ତା ଉପରେ ବି ବୁଧବାର ଦିନ ପ୍ରତି ବୁଧବାର ଦିନ ସନ୍ଧ୍ୟା 8ଟା ବେଳେ ରହୁଛି। ଆଉ ତା ସହିତ ପ୍ରତି ମଙ୍ଗଳବାର ଦିନ ସନ୍ଧ୍ୟା 8ଟା ବେଳେ ଓହେରା ପେଣ୍ଟ ଗୋଟେ ବହୁତ ବଢିଆ ପେଣ୍ଟ ତାର ଉପରେ ବି ରହୁଛି ଯୋଉଥିରେ କି ଲୋକ ବି ନିଜେ ପ୍ରାକ୍ଟିକାଲି ବି ଦେଖୁଛନ୍ତି ଯେ ଗୋଟେ ଲିଟର ଯଦି ଅଲଗା କୌଣସି ବି ପେଣ୍ଟ ମାରୁଛନ୍ତି ଯୋଉ ଗୋଟିଏ ଲିଟର ଯେତିକି କଭରେଜ ଦଉଛି ଇଏ ତାଠୁ ଅଧିକ କଭରେଜ ଦଉଛି। ପର ଲିଟର ହିସାବରେ ଆମର କଷ୍ଟ ବି ଆମକୁ କମ ଆସିଯାଉଛି ଆଉ ବହୁତ କ୍ୱାଲିଟି ବି ବହୁତ ଭଲ ଆସୁଛି ଆଉ ରେଟ୍ ବି ରିଜନେବଲ ଅଛି। ତ ବହୁତ ବଢିଆ କଥା। ତ ବର୍ତ୍ତମାନ ଶୁଣିବା ନୟନ ସାରଙ୍କଠୁ ଶୁଣିବା ଆଜି ଗୁରୁକୁଳରେ କଣ ଶିଖିଲେ? ସାର୍ ନମସ୍କାର, ଜୟ ରାଶିଆନ୍। ଜୟ। ହଁ, ମୁଁ ଗୁରୁକୁଳଟା ଶୁଣିଲି ଆମ ମ୍ୟାଡାମଙ୍କ ଫୋନରୁ। ମୁଁ ତା ଦେହରେ ଇଏ କରିନଥିଲି, ମୁଁ ସେତେବେଳେ ବିଛଣାରେ ଥିଲି। ସାହୁ ସାର୍ ଫୋନ କଲେ, ମୁଁ ଆକ୍ଟିଭ ହେଇକି ଉଠିଲି ଏବଂ ସେଥିରୁ କିଛି ଶୁଣିଲି। ଶୁଣିଲା ପରେ ତା ଦେହରୁ ଇଏ ହେଲା ସାର୍ ଯୋଉ ଟିଚର କହିଲେ ମେନ୍ ହଉଛି ଆମର ଯୋଉ ବର୍ତ୍ତମାନ ଦୁନିଆଟା ପୁରା ଚାଲିଛି ବିଷମୟ ଯୋଉ ସାର ଗୁଡାକ ଦିଆହଉଛି ବିଷ ସାର ଗୁଡାକ ସବୁ। ଆମେ ଜୈବିକ ସାର ଯେମିତି ପୁରୁଣାରୁ ଦିଆହଉଥିଲା ଗୋବର ଖତ ଫୋବର ଖତ ବିଭିନ୍ନ ପ୍ରକାର ସାର ଦେଇକି ଭଲ ଫସଲ ହଉଥିଲା, ସ୍ୱାସ୍ଥ୍ୟ ଭଲ ରହୁଥିଲା। ସାରଙ୍କର ନିର୍ଦ୍ଦେଶ ହେଲା ଯେ ଭଲ ଆମେ କେମିତି ରହିପାରିବା, ଭଲ ଫଳ ଫଳିଲେ ଆମେ ଭଲ ଖାଦ୍ୟ ଖାଇଲେ ହିଁ ଆମେ ସ୍ୱାସ୍ଥ୍ୟଟାକୁ ଠିକ ରଖିପାରିବା। ତେଣୁ ଆର୍ସିଏମ୍ ମାଧ୍ୟମରେ ଆମର ଯୋଉ ଗୋଲ୍ଡେନ କାର୍ଡ ଆମର ଗାର୍ଡେନ ଜଳସେଚନ ଗୋଲ୍ଡ ଏସବୁ, ଗାର୍ଡେନ ଗୋଲ୍ଡ ଆଜ୍ଞା ଗାର୍ଡେନ ଗୋଲ୍ଡ। ଗାର୍ଡେନ ହଁ ଗାର୍ଡେନ ଗୋଲ୍ଡ ଏଗୁଡା ସବୁ ଆମର ବର୍ତ୍ତମାନ ଦିଆ ହଉଛି। ଆମର ଛାତ ଉପରେ ବି ଆମେ ସେଟା ଲଗେଇଛୁ। ଅମୃତଭଣ୍ଡା, କଞ୍ଚା ଲଙ୍କା, ପିଜୁଳି ଏରା ଫଳୁଛି ମାନେ ତା ଚାରିକର ଯାକ ଦେଇକି ବିଭିନ୍ନ ପ୍ରକାର ଭଲ ଫଳ ଫଳୁଛି। କଲରା ଏସବୁ ବିଭିନ୍ନ ପ୍ରକାର କରି ଆମର ନିଜର ବି କିଛି କିଛି ସେଥିରେ ଉପାଦାନ ଆମେ ନିଜେ ବି ଆମର ଘରେ ସେଟା କାରବାର ହେଇପାରୁଛି। ଆମେ ତେଣୁ ପ୍ରତ୍ୟେକ ଲୋକ ଜାଣିବା ଦରକାର ଯେ ସେମାନଙ୍କର ଛାତ ଉପରେ ଯଦି ସେମାନେ ନିଜେ ବି କିଛି କିଛି କରିବେ ତାଙ୍କର ନିଜର ଗୁଜୁରାଣ ମେଣ୍ଟିବ ଏବଂ ନିଜର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ତା ଛଡା ଆମର ଏଇ ଯୋଉ ଜିନିଷ ଗୁଡାକ ଆମର ବେସିକାଲି ଗାଁ ମାନଙ୍କରେ ଚାଷୀ ମାନଙ୍କୁ ଟିକେ ଆମେ ତାଙ୍କୁ ଆଇଡେଣ୍ଟିଫିକେସନ କଲେ ବା ତାଙ୍କୁ ସୂଚେଇଲେ ସେମାନେ ଯଦି ୟା ଦେହରେ ଇଏ କରିବେ ତା ଦ୍ଵାରା ବେଶୀ ଆମର ଗ୍ରୋ ହେଇପାରିବ ଏବଂ ସୁସ୍ଥ ସମାଜ ଗଠନ ହେଇପାରିବ। ଆମେ ସୁସ୍ଥ ଖାଦ୍ୟ ଖାଇଲେ ସିନା ସୁସ୍ଥ ହେଇ ରହିବା। ଆମେ ସିନା ସାର୍ ସୁସ୍ଥ ସପ୍ଲିମେଣ୍ଟାରୀ ଦେଲେ, ଆମର ସୁସ୍ଥ ଖାଦ୍ୟ ତିଆରି କଲେ, ତାପରେ ସୁସ୍ଥ କେମିତି ଖାଦ୍ୟ ତିଆରି ହେଇପାରିବ ତାର ବି ବ୍ୟବସ୍ଥା ହେଲେ। ତେଣୁ ଏ ସବୁ ଯାକ ଆମେ ଗୁରୁକୁଳ ମାଧ୍ୟମରେ ଆମେ କିଛି କିଛି ଶିକ୍ଷା ପାଉଛେ। ସେଇ ଶିକ୍ଷାକୁ ଆମେ ଯଦି ଅନ୍ୟ ଆଡକୁ ପ୍ରବର୍ତ୍ତାଇବା, କୃଷକ ମାନଙ୍କୁ ମାନେ ସଜାଗ କରିବା, ତାହେଲେ ଆମ ଦେଶ ନିଶ୍ଚିନ୍ତ ଭାବରେ ସମସ୍ତେ ସମୃଦ୍ଧିଶାଳୀ ହେବେ ଏବଂ ସୁସ୍ଥ ରହିବେ। ଏତିକି କହୁଛି ସାର୍। ଆଜ୍ଞା, ବହୁତ ବଢିଆ କଥା। ଆକ୍ଚୁଆଲି ଆଜି ଯାହାବି ଆମେ ଶିଖିଲେ ଗୁରୁକୁଳରେ ଶିଖିଲେ ଆଉ ଆ, ଆମେ ଯଦି ତାକୁ ଫିଲ୍ଡରେ ଇମ୍ପ୍ଲିମେଣ୍ଟ କରିବା ତାହେଲେ ତାର ରେଜଲ୍ଟ ଆମେ ପାଇପାରିବା। ତ ଆଜ୍ଞା ଫିଲ୍ଡରେ ଇମ୍ପ୍ଲିମେଣ୍ଟ ଆମେ କିଛି ଚାଷୀଙ୍କର ଲିଷ୍ଟ ବି କରିବା, ସେମାନଙ୍କୁ ୟା ବିଷୟରେ କହିବା ଯେ ପ୍ରତ୍ୟେକ ଦିନ ପ୍ରତ୍ୟେକ ବୁଧବାର ଦିନ ଜୈବିକ କ୍ଷତି ଉପରେ ଯୋଉ ମିଟିଂ ରହୁଛି ତାର ଲିଙ୍କ ବି ଗ୍ରୁପରେ ପଠାଉଛି, ତାକୁ ବି ତାଙ୍କୁ ପଠେଇବା। ସିଏ ବି ତାଙ୍କର କଣ ଡାଉଟ୍ ଅଛି ଡାଉଟ୍ ବି ସେଠି ଡାଇରେକ୍ଟ ତାଙ୍କୁ ପହଞ୍ଚି ପାରେ। ଅଲ୍ ଓଭର ଇଣ୍ଡିଆର ଲୋକ ଚାଷୀମାନେ ସେଠି ବସୁଛନ୍ତି, ବହୁତ ବଡ଼ ବଡ଼ ଚାଷୀମାନେ ବି ବସୁଛନ୍ତି ଯିଏକି ଏକର ଏକର ବଡ଼ ବଡ଼ ଚାଷ ସେମାନେ କରୁଛନ୍ତି। ତା ସହିତ ହରିସଞ୍ଜୀବନୀ ଆଜି ସୋମବାର ଅଛି, ଆଜି ସୋମବାର ହରିସଞ୍ଜୀବନୀର ଟ୍ରେନିଂ ଅଛି ସନ୍ଧ୍ୟା 8ଟା ବେଳେ। ତ ସେ ତାକୁ ବି ଦେଖିପାରିବା। ଆଜି ଆଉ ଫ୍ରାଇଡେ ମାନେ ଶୁକ୍ରବାର 2 ଦିନ ଅଛି, ତାକୁ ବି ଦେଖିପାରିବା। ତ ଡାଇରେକ୍ଟ ସେମାନେ କନେକ୍ଟ ଯଦି ହେଇଯିବେ ବହୁତ ବଡ଼ ଲେବୁଲ ସହିତ ତ ସେମାନଙ୍କୁ ବହୁତ ସାରା ନଲେଜ ବି ମିଳିଯାଇ ପାରିବ। ତା ସହିତ ଗୋଟେ ରେଜିଷ୍ଟ୍ରେସନ ବି ହଉଛି ସଏଲ ଆମର ଅର୍ଗାନିକ ଫାର୍ମିଂ ଉପରେ ଗୋଟେ ରେଜିଷ୍ଟ୍ରେସନ ବି ହଉଛି। ସେ ରେଜିଷ୍ଟ୍ରେସନରେ ଯଦି ସାମିଲ ହେଇଯିବେ ତାହେଲେ ଭାରତରେ ବହୁତ ସାରା ଆମେ ଜହରମୁକ୍ତ ଚାଷ ବି ଆମେ କରିଦେଇ ପାରିବା। ବହୁତ ବଡ଼ କଥା। ଓକେ, ଆଜ୍ଞା। ଥ୍ୟାଙ୍କ ୟୁ। ମନୋଜ ସାର୍ କୁହନ୍ତୁ। ଆଜ୍ଞା ମନୋଜ ସାର୍, ଆପଣ ଅନମ୍ୟୁଟ କରନ୍ତୁ।
କାହିଁକି ହେଇପାରୁନି? ଓକେ, ମିନତି ମ୍ୟାଡ଼ାମ। ଆଜ୍ଞା ମିନତି ମ୍ୟାଡ଼ାମ, ଅନମ୍ୟୁଟ କରନ୍ତୁ। ଜୟ ଆଶ୍ୟାମ ସାର୍, ନମସ୍କାର। ନମସ୍କାର। କହିଲେ ଯେ ଯୋଉ ଗଛ ପାଇଁ କହିଛନ୍ତି, କିନ୍ତୁ ମୁଁ ଆଣିଛି ରଖିଛି, ଦେଇନି। ଆଜିଠାରୁ ଦେବି ଭାବିଛି, କିନ୍ତୁ ଆଣିକି ରଖିଛି କିନ୍ତୁ ଦେଇପାରିନି। ଏମିତି ଓଦାମଦା ହଉନି ବୋଲି ସେଥିପାଇଁ ପାଟି କରୁଛନ୍ତି, ମୁଁ ରହିଛି। କିନ୍ତୁ ମୋ ଫଳିଲେ କି ଫୁଲ ଫୁଟିଲେ ମୁଁ ସେଟାକୁ ଦେଖେଇବି ଆଉ। ଆଜିଠାରୁ ଶପଥ ନେଲି, ଏବେ ଯାଇକିରି କରିବି। ମୁଁ ଏତେ କଥା ଶୁଣିଲା ପରେ ମୁଁ ରଖିଛି କାହିଁକି ଘରେ। ହଁ। ଓକେ, ଆଉ ନାଇଁ ଶରୀର ଯଦି ଅସୁସ୍ଥ ଅଛି ମ୍ୟାଡ଼ାମ, ଆପଣ କାହା ଦ୍ଵାରା କରାନ୍ତୁ। ଆପଣ ନିଜେ ନ କରିକି ଆପଣ କାହା ଦ୍ଵାରା ବି କରେଇ ପାରିବେ, କିଛି ଅସୁବିଧା ନାହିଁ। ନାଇଁ, ମୁଁ ଯାଇକି ଟିକେ ନିଜେ କରିବା ହିଁ ଭଲ। କାହା ଦ୍ଵାରା ମୁଁ ଯେତିକି ଜାଣିଲି ସେତିକିଟା ସେମିତି ଆକାରରେ କରିବି। ସମସ୍ତେ କରିପାରିବେନି। ମୁଁ ଟିକେ ଗଛକୁ ଭଲ ପାଏ। ଆଉ ଛାତ ଉପରେ ଅଛି, ଲେମ୍ବୁ ଗଛ ଅଛି, ଅମୃତଭଣ୍ଡା ଗଛ ଅଛି। ଆଉ ଯୋଉ ଫୁଲ ଗଛ, ବିଭିନ୍ନ ପ୍ରକାର ଫୁଲ, ମନ୍ଦାର 10-12 ପ୍ରକାର ଅଛି। ଆଉ ସେଇଟା ମୁଁ କରିକି ଦେଖେଇବି ଆଉ। ଏଇ ସମସ୍ତଙ୍କଠାରୁ ଶୁଣି ସାରିଲେଣି ଏତେ ଭଲ, ମୁଁ କାହିଁକି ନ କରିବି। ଏବେ ତ ଏଇଠୁ ଉଠିଲେ ଯିବି। ଠିକ କଥା, ହଉ, ବହୁତ ବଢିଆ ରହୁଛି କଥା। ଆଜ୍ଞା ସାର୍, ନମସ୍କାର। ଓକେ ଓକେ, ନମସ୍କାର। ଓକେ, ନର୍ମଦା ମ୍ୟାଡ଼ାମ, ଆଜ୍ଞା ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ନର୍ମଦା ମ୍ୟାଡ଼ାମ। ଆଜ୍ଞା କୁହନ୍ତୁ ଆଜ୍ଞା। ହଁ ସାର୍, ସାର୍ ନମସ୍କାର, ଜୟ ଆଶ୍ରୀ। ଆଜ୍ଞା ଜୟ। ଆଉ ସେଇ ଯୋଉ ଗାର୍ଡେନ ଗୋଲ୍ଡ କଥା କହିଲେ, ମୁଁ ଗୋଟେ ଥର ଆଣିକି ଗାର୍ଡେନ ଗୋଲ୍ଡ ଦେଇଥିଲି। ହେଇଥିଲା, ଅଳ୍ପ ଅଳ୍ପ କଣ ହେଇଥିଲା। ତାର ଆମର ଛାତରେ ପ୍ରାୟ ମୁଁ 100 ଉପରେ କୁଣ୍ଡ ରଖିଛି। ତା ଦେହରେ ବିଭିନ୍ନ ପ୍ରକାର ହାଇବ୍ରିଡ ଗୋଲାପ, ମନ୍ଦାର, ଆହୁରି ବହୁତ ପ୍ରକାର ଫୁଲ ଗଛ ସବୁ ଅଛି। ଆଉ ପଚା ଗୋବର ବି ସବୁ ଇଏ କରି ଖତ କରି ଦିଏ। ଏଇଥର ବି ଗୋଟେ ଗାର୍ଡେନ ଗୋଲ୍ଡ ଆଣିକି ରଖିଛି, ତାକୁ ନେଇକି ଦେଇନି, ଦେବି। ଆଉ ସେଇଟା ତ ବହୁତ ଭଲ କାମ କରୁଛି, କିନ୍ତୁ ଏ ଛାତ ଉପରୁ ଟିକେ ବେଶୀ ଯାଇପାରୁନି। ଅଳ୍ପ ଯେତିକି ଯାଉଛି, ସେ ଟିକେ ଗୋଟେ ଲୋକ ଆସି କାମ କରେ, ତା ଦ୍ଵାରା ମୁଁ ଟିକେ ଟିକେ କରେଇ ଦଉଛି। ଆଉ ଏବେ ବି ଆମର ଜିନିଆ ଫିନିଆ ସବୁ ଲାଗିଲାଣି। ଆଉ ଜିନିଆ ଲାଗିଛି, ଗୋଲାପ ତ ଅଛି। ଆଉ ତାକୁ ଟିକେ ହଉଛି ଏଇ ଗାର୍ଡେନ ଗୋଲ୍ଡ ଟିକେ ଆଣିକି ଦେବି, ଟିକେ ତାକୁ ଆଣିକି ରଖିଛି, ଆଣିନି। ଆଉ ଆଜିକାଲି ଭିତରେ ଆଣିକି ଟିକେ ନାକୁ ଦେବି। ଆଉ ଏଇଆ ତ ଭାବିଛି, ଦେଖାଯାଉ କେତେ ବାଟ ହଉଛି। ଏଇଆ ଆଜ୍ଞା କହିକି ତାର ଆଉ କଣ। ପିକ୍ଚରଟା ଉଠେଇକି ଟିକେ ପଠେଇବ। ହାଁ। ଫଟୋ ଉଠେଇକି ପଠେଇବ। ହଁ, ଫଟୋ ଉଠେଇ ପଠେଇବି। ନାଇଁ ବହୁତ ବଢିଆ କଥା। ଆକ୍ଚୁଆଲି ଫଟୋ ଉଠେଇ ରଖିଲେ ତ ନିଜକୁ ଖୁସି ଲାଗିବ, ବହୁତ ଭଲ। ହଁ ସାର୍, ରଖିବି। ଆଜ୍ଞା ଆଜ୍ଞା। ମୁଁ ସାର୍ ଫଟୋ ଉଠେଇକି ପଠେଇବି, କାହିଁକିନା ମୁଁ ଆର ବର୍ଷ ଯୋଉ କରିଛି, ଗୋଲାପ ଫୋଲାପ ସବୁ କରିଛି। ମୁଁ ଆପଣଙ୍କ ପାଖକୁ ସେ ଫଟୋଟା ପଠେଇବି, ଦେଖିବେ। ବିଭିନ୍ନ ଆଜ୍ଞା ପ୍ରକାର ଗୋଲାପର ଫଟୋ। ଆଜ୍ଞା ଆଜ୍ଞା, ଏଇଟା ବି ଗୋଟେ ସାଟିସ୍ଫେକ୍ସନ ନିଜକୁ ଲାଗେ, ଯେ ଆଜ୍ଞା। ଆମେ ଗୋଟେ ସକ୍ସେସ ଲାଗେ। ଆମେ ପ୍ରତି କୁଣ୍ଡରେ 50 ଗ୍ରାମର ଗାର୍ଡେନ ଗୋଲ୍ଡ ପ୍ରତି ମାସରେ ଦବା ଦରକାର। ଆଉ ତା ସହିତ ପ୍ରତି କୁଣ୍ଡରେ କିଛି କିଛି ଇଏ ବି 1 ଚାମଚ ଆମର ଆ, ଜଳସଞ୍ଚୟ ବି ଦବା ଦରକାର। ଦେଲେ କଣ ହବ ନା, ଆପଣ ଦେଖିବେ ମାଟି ଭୁରଭୁରା ରହିବ, ଆଉ ଆପଣଙ୍କର ଯାହା ବି ଗଛ ଲଗାଉଛନ୍ତି ସେ ଗଛ ବି ବହୁତ ଭଲ ଉତ୍ପାଦନ ବି ହଁ କରିବ। ହଁ। ଓକେ, ଠିକ ଅଛି, ଥ୍ୟାଙ୍କ ୟୁ ସାହୁ ଭାଇ। ଭାଇ ଅନମ୍ୟୁଟ କରନ୍ତୁ। ହ୍ୟାଲୋ। ହଁ କୁହନ୍ତୁ। ଏକ ଗାର୍ଡେନ ଗୋଲ୍ଡ ଉପରେ ବହୁତ ଶୁଣିଲି ସମସ୍ତଙ୍କ ଠାରୁ। ଆମେ ଗୁରୁକୁଳରେ ବି ଶିଖିଲେ ଗାର୍ଡେନ ଗୋଲ୍ଡ ହରି ସଞ୍ଜୀବନୀ, ଇଏ ଆମ ପାଇଁ ଗୋଟେ ବହୁତ ରାମବାଣ ସଦୃଶ୍ୟ। କାରଣ ଆମେ ବିଷାକ୍ତ ଯୋଉ ଖାଦ୍ୟ ଖାଉଛେ, ତାକୁ ଆମେ ଚାହିଁଲେ ପରିବର୍ତ୍ତନ କରିପାରିବା। ଅର୍ଗାନିକ ଏଇ ହରି ସଞ୍ଜୀବନୀ ମାଧ୍ୟମରେ ଅର୍ଗାନିକ ଜିନିଷ ଆମେ ପାଇପାରିବା। ସାର ବ୍ୟବହାର ନ କରିକି ଆମେ ୟାକୁ ବ୍ୟବହାର କରିକି ଯୋଉ ପଏଜନସ୍ ସାର ଦଉଛେ, ତାକୁ ଆମେ ନ ଦେଇ ୟାକୁ ବ୍ୟବହାର କରି ଆମେ ଅଧିକ ଅମଳକ୍ଷମ କରେଇ ପାରିବା। ଆଉ ୟାକୁ ମଧ୍ୟ ଚାଷୀ ମାନଙ୍କ ସହିତ ବାଣ୍ଟିବା ଦରକାର। ଚାଷୀ ମାନଙ୍କ ଦ୍ଵାରା ହିଁ ଆଗକୁ ବଢେଇ ପାରିବା। ପ୍ଲସ ଟାଉନ ମାନଙ୍କରେ ଆମେ ଯୋଉ ଗାର୍ଡେନ ଗୋଲ୍ଡ ଦେଇ ଆଉ ଜଳ ସଞ୍ଚୟ ଦେଇ ଆମେ ବହୁତ ବଡ ଆକାରରେ ଫୁଲ ଗଛ ଠାରୁ ଆରମ୍ଭ କରି କିମ୍ବା ଛୋଟ ଛୋଟ ବଗିଚା ଥାଏ, ତାହେଲେ ତା ଦେହରେ ମଧ୍ୟ ଆମେ କରିକି ବହୁତ ଉପକାର ପାଇପାରିବା ଏବଂ ସୁସ୍ଥ ବି ରହିପାରିବା। ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ 2026 ଟିସିଜିଙ୍କର ବାଣୀ, ଯେ 2026କୁ ଆମେ ସ୍ୱାସ୍ଥ୍ୟ କ୍ରାନ୍ତିରେ ପରିବର୍ତ୍ତନ କରିବା। ଏଇ ଚାଷରୁ ମଧ୍ୟ ଆମେ ପରିବର୍ତ୍ତନ କରିପାରିବା, ନିରୋଗ ରହିପାରିବା, ସୁସ୍ଥ ମଧ୍ୟ ରହିପାରିବା। ସବୁଠୁ ସତ୍ୟ। ଓକେ, ଥ୍ୟାଙ୍କ ୟୁ ଭାଇ। ନବମୋହନ ସାର୍, ଅନମ୍ୟୁଟ କରନ୍ତୁ ସାର୍।
ଅନମ୍ୟୁଟ୍ କରନ୍ତୁ, ଆପଣଙ୍କର ଅନମ୍ୟୁଟ୍ର ଅପସନ୍ ଯାଉଛି। ହ୍ୟାଲୋ, ହଁ ସାର୍ କୁହନ୍ତୁ, କଣ ଆଜି ଆମେ ଶୁଭୁଛି ଶିଖିଲେ ତ? ଗୁରୁକୁଳରେ? ଆଚ୍ଛା ଆଚ୍ଛା, ଆଉ ହ୍ୟାପି ନ୍ୟୁ ଇୟର, ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ, ପ୍ରଣାମ ସମସ୍ତଙ୍କୁ। ଆଉ ହରି ସଞ୍ଜୀବନୀ ବିଷୟରେ ବହୁତ କିଛି କହିଲେ, ମୁଁ ତ ଏବେ ଜଷ୍ଟ ଖୋଲି ସାର୍ କହିଲେ। ଆଉ ହରି ସଞ୍ଜୀବନୀ ଗୋଟେ ଅମୋଘ ଔଷଧ ଆମର ଚାଷୀ ଭାଇମାନଙ୍କ ପାଇଁ। ଏହା ଜ୍ଞାତ ଏବଂ ସମସ୍ତେ ପ୍ରାୟ ଜାଣିଛନ୍ତି। ଏହାର ଯୋଉ ଟ୍ରେନିଂ ଅଛି ରାତିରେ, ତା ଦେଖିଲେ ସମସ୍ତେ ଦେଖିଲେ ପ୍ରାୟ ତା ଉପରେ ଅବଗତ ହେଇପାରିବେ। ଯାହା ହଉ, ବହୁତ ବଢିଆ ପ୍ରୋଗ୍ରାମ। ଏଣୁ ନୂଆ ବର୍ଷର ଆରମ୍ଭରୁ ମୁଁ ଆପଣମାନଙ୍କୁ ଗୋଟେ ନୂତନ ବର୍ଷର କବିତାଟିଏ ଶୁଣାଇବାକୁ ଚାହୁଁଛି। ଅନୁମତି ପ୍ରଦାନ କଲେ ଗାନ କରିବି। ଆଜ୍ଞା, ଆଜ୍ଞା, ଆମେ ଆକ୍ଚୁଆଲି ଆଜି ଟାଇମ ଟିକେ କମ ଅଛି, ଆମେ କାଲି ଖୁବ ଶୁଣିବା। କମ ସମୟ ଭିତରେ ଅଳ୍ପ, ବେଶୀ ସମୟ ଲାଗିବ ବି ନାହିଁ। ଆକ୍ଚୁଆଲି ଆଜି ଟିକେ ଟାଇମ କମ ଅଛି, ଆମେ କାଲି ଶୁଣିବା। ଓକେ, ହଉ ଠିକ କାଲି ଅଛି। କାଲି ଆସିବେ, କାଲି ବହୁତ ବଢିଆ ଭାବରେ ପ୍ରିସାଇଜ କରିକି ଆଣିବେ, ତାକୁ ଆମେ ଶୁଣିବା। ଓକେ, ଆଜ୍ଞା ଆଜ୍ଞା, ଓକେ, ଥ୍ୟାଙ୍କ ହଉ ୟୁ। ଠିକ ଆକ୍ଚୁଆଲି ଆମ ପାଖରେ ଅପାର ସମ୍ଭାବନା ଅଛି ଯେ ଆମେ ବହୁତ କିଛି ଆମେ କରିଦେଇ ପାରିବା। ବହୁତ ସାରା କଣ୍ଟାକ୍ଟ ବି ଅଛି, ଆମେ ବହୁତ ସାରା ଲୋକଙ୍କ ସହିତ ମିଶୁଛେ, ଗାଁ ଠୁ ସହର ପର୍ଯ୍ୟନ୍ତ। ତ କିନ୍ତୁ ଆମେ ଯଦି ନିଜକୁ ନିଜେ ଆମେ ଚିନ୍ତା କରିବା କି ଆମେ ଜହର ମୁକ୍ତ କ୍ଷତି କରିବା ପାଇଁ, ତାହେଲେ ଆମେ କରିପାରିବା। ଆମ ପାଖରେ ବହୁତ ସାରା, କିନ୍ତୁ ଉପରେ ଉପରେ ବୁଲିଲେ କିଛି ହବନି, ତ ଭିତରକୁ ଗଲେ ବହୁତ କିଛି ହେଇପାରିବ। ମନୋଜ ସାର୍, ଆପଣ ଅନମ୍ୟୁଟ୍ କରିପାରିବେ କି? ଓକେ, ନମିତା ମ୍ୟାଡ଼ାମ ସାର୍ ନମସ୍କାର। ନମସ୍କାର। ଜୟ ସିଂ। ତ ଗୁରୁକୁଳରେ ଆଜି ସାର୍ ଯୋଉ କହିଲେ ବହୁତ ବଢିଆ ଲାଗିଲା। ତାଙ୍କର ଇଏ ଯୋଉ ମୁଁ ରୋଗମୁକ୍ତ ହବା ପାଇଁ ହେଲେ ଆମକୁ ରାସାୟନିକ ସାର ଦବା ନାହିଁ। ଆମର ଯୋଉ ପ୍ରଡକ୍ଟ ମିଳୁଛି, ଯେ ଯୋଉଥିରେ କି ଆମେ ଭଲ ସ୍ୱାସ୍ଥ୍ୟ କେନ୍ଦ୍ର ହେଇକି ରହିବା ପୁରା ଜୀବନ ସାରା, ସେଥିପାଇଁ ଆମେ ପ୍ରୟାସ କରିବା ଦରକାର। ଆଉ ମୋର ସେ ଭଉଣୀଙ୍କୁ, ଯୋଉ କଳିଙ୍ଗନଗର ଭଉଣୀଙ୍କୁ, ସାର୍ ଗଛ ଫଛ ସବୁ ଇଏ ହେଇଯାଉଥିଲା, ତାକୁ କହିଲି ଆମର ବଢିଆ ଗୋଟେ ଗାର୍ଡେନ ଗୋଲ୍ଡ ଅଛି। ଜଳ ସଞ୍ଚୟ ଉପରେ ମୁଁ ସାର୍ ଜାଣିନି, ଲିକୁଇଡ ଗୋଟେ ଅଛି ଦିଆହବ। ଏବେ ଆଜି ଜାଣିଲି ସେ ଜିନିଷଟା। ତାଙ୍କୁ ବି କହିବି ଏଇ ଜିନିଷକୁ ନେଇକିରି ପକେଇବ। ଆଉ କାହାକୁ ସବୁ ଇଏ କରିବି ଆ ପରେ। କିନ୍ତୁ ଆମ ଘରେ ତ ବ୍ୟବହାର ହଉଛି, ଆପଣ ଜାଣିଛନ୍ତି କେତେ ସୁନ୍ଦର ଜିନିଷ ହଉଛି। ଆଉ କଣ ମୁଁ କହିବି? ଆଉ ଲୋକଙ୍କୁ କହିବି ଏଇ ସବୁ ଜିନିଷ ନିଅନ୍ତୁ ଆ ପରେ। ଆଉ ଟିକେ ଜାଣିଲା ପରେ କହିବି ଆଉ। ହଉ ସାର୍, ରହୁଛି, ଓକେ, ଧନ୍ୟବାଦ। ଆପଣଙ୍କର ଗୋଟେ ବହୁତ ବଢିଆ ଗାଁ ଅଛି, ସେ ଗାଁରେ ବି ବହୁତ ସାରା ଚାଷୀ ଅଛନ୍ତି, ନୟନ ସାରଙ୍କର ବହୁତ ଆଜ୍ଞା, ସାରା ହଁ, ଚିହ୍ନା ବି ଅଛନ୍ତି। ସେଇଟା ବି ହେଇପାରିବ। ତ ତା ଦ୍ୱାରା ଆମେ ତ ଆମେ ଗାଁକୁ ଏବେ 3 ମାସ ହେଲାଣି ଜମା ଯାଇନୁ ଟୋଟାଲ। ସମୟ ବି ପାଉନୁ ଏମିତି ଯିବା ପାଇଁ। ଦେଖାଯାଉ କଣ ହଉଛି। ଆ ପରେ ଆପଣ ଇଏ କରିବୁ, ତାଙ୍କୁ ଇଏ ଦେଇକିରି ଇଏ କରିବୁ ଆଉ। ତାଙ୍କୁ ତାଙ୍କୁ ତାଙ୍କ ସହିତ ଯୋଗାଯୋଗ କରିକି ଫୋନରେ ତାଙ୍କୁ ଯଦି ଆଜ୍ଞା, କହିବା, ଯୋଗାଯୋଗ କରିକିରି ତାଙ୍କୁ କରିବେ। ମୁଁ କହିବି ନୟନ ସାରଙ୍କୁ, ସେ ଯୋଗାଯୋଗ କରିବେ, କରିକିରି ଆଗକୁ ବଢେଇବେ ଜିନିଷଟାକୁ। ହଁ, ବଢେଇକି ଆଜି ଆଜି ସନ୍ଧ୍ୟା 8ଟା ବେଳେ ଆଜି ଅଛି ହରିସଞ୍ଜୀବନ ମିଟିଂ ଅଛି। ତ ସେ ତାଙ୍କୁ ଆଜ୍ଞା, ଲିଙ୍କ ପଠେଇବା, ସେ ଲିଙ୍କରେ ସେମାନେ ବସିବେ। ସେମାନେ ବି ତାଙ୍କ ମନ ଭିତରେ କଣ କୋଶ୍ଚିନ୍ ଅଛି, ତାଙ୍କୁ ଡାଇରେକ୍ଟ ଏକ୍ସପର୍ଟଙ୍କୁ ପଚାରି ପାରିବେ। ତ ତାଙ୍କୁ ଲାଗିବ କି ହଁ, ଆମେ ଗୋଟେ ଅଲ୍ ଇଣ୍ଡିଆ ମିଟିଂରେ ବସିଛୁ। ତ ଏଇଟା ଗୋଟେ ବହୁତ ଖୁସି ବି ଲାଗିବ। ତ ପ୍ରତି ସୋମବାର ଅଛି, ପ୍ରତି ସୋମବାର ଆଉ ଶୁକ୍ରବାର ଆମର ରହୁଛି ହରିସଞ୍ଜୀବନର ରାତି 8ଟା ବେଳେ ମିଟିଂ ରହୁଛି। ଆଉ ଆଜ୍ଞା। ଜୈବିକ କ୍ଷତି ଉପରେ, ମାନେ କେମିତି ଗୋବର ଆଉ ଗୋବର ଦ୍ଵାରା କେତେ ବଢିଆ ଭାବରେ କମ୍ପୋଷ୍ଟ ତିଆରି ହେଇଯାଇ ପାରୁଛି, ଜୈବିକ କ୍ଷତି ଉପରେ 8ଟା ବେଳେ, ସାର୍ ସେଇଟା ରାତି ସାର୍ 8ଟା। ସେଇଟା ବି ମିଳୁଛି ଆମର ଏଥିରେ। ହଁ, ପ୍ରତି ପ୍ରତି ବୁଧବାର ଦିନ ରାତି 8ଟା ବେଳେ ହଉଛି ଜୈବିକ କ୍ଷତି ଉପରେ। ଆଉ ତା ସହିତ ପ୍ରତି ମଙ୍ଗଳବାର ଦିନ ଓଭେରା ପେଣ୍ଟସ୍ ଉପରେ ବି ରହୁଛି। ସେଇଟା ଜଳସଞ୍ଚୟ ତ ମୁଁ ଜାଣିଛି। ଜଳସଞ୍ଚୟ ଉପରେ ଅବିର ପ୍ରତି କୁହନ୍ତୁ। ଶନିବାର ଦିନ ରହୁଛି ଜଳ ସଞ୍ଚୟ ଉପରେ। ଓହୋ, ତ ପ୍ରତି ସାର୍ କାଲି ଶନିବାର। ଆଉ ଜଣେ ଆସିଥିଲେ, ଆଙ୍କର ସାଙ୍ଗ
ଡାକିବା ପାଇଁ ତାଙ୍କର ଅଛି 18 ତାରିଖରେ ଅଛି ଗୋଟେ ପ୍ରୋଗ୍ରାମ ଅଛି ତାଙ୍କର ଆନିଭର୍ସରୀ 25ତମ ଆନିଭର୍ସରୀ। ତାଙ୍କୁ ମୁଁ ସବୁ ମୋ ଘରେ ଯାହା ଥିଲା ଏ ଯୋଉ ଗାମା ଅରିଜିନାଲ ଆକୁ ପେନଗୋ ତାପରେ ପେଷ୍ଟ ସବୁ ଅଫର କଲି ତାଙ୍କୁ ବି ଜଏନ କରିବେ ଆଙ୍କ ତଳେ ସେ ଜଏନ କରିବେ ନେଇଛନ୍ତି ସବୁ କହିଲେ ବଢିଆ ଜିନିଷ ତ ସବୁ ଏଇ ଜିନିଷ ଉପରେ ବି ଆମେ ଜଣେଇନୁ ଏଇ ଆପ ରେ ଜଣେଇବୁ ତାଙ୍କୁ ଆଉ। ଓକେ, ବହୁତ ବଢିଆ କଥା। ଆକ୍ଚୁଆଲି ଏଇ ହିସାବରେ ଆମେ ବି ବଢେଇ ଦେଇ ପାରିବା। ଆଉ ସବୁଠୁ ଆଜ୍ଞା ବଡ କଥା, ଆଉ ଗୋଟେ ବହୁତ ବଡ ଇନଫର୍ମେସନ କାଲି ମୁଁ ଗ୍ରୁପ ବି ପଠେଇଥିଲି। 18 ତାରିଖ ଆକ୍ଚୁଆଲି ଆରସିଏମ ଯୋଉ ଅଭିଯାନ ଚାଲିଛି, ଏ ଅଭିଯାନର ଜଣେ ଡାଇମଣ୍ଡ ଆଚିଭର, ଜଣେ ସାଧାରଣ ଲୋକ ଡାଇମଣ୍ଡ ଆଚିଭମେଣ୍ଟ କରିଛନ୍ତି। ସେ ଫାର୍ଷ୍ଟ ଟାଇମ ପାଇଁ ଭୁବନେଶ୍ୱର ଆସୁଛନ୍ତି। ତ ତାଙ୍କର ମିଟିଂ ରହିଛି। ତ ସେ ମିଟିଂକୁ ପ୍ରମୋଟ ଆମେ ଯଦି କରିବା, ଫିଜିକାଲ ମିଟିଂ ରହିଛି ବୁଦ୍ଧ ମନ୍ଦିରରେ ରହିଛି, ଆଜ୍ଞା ବିଜେନ୍ଦ୍ର ସିଂ ରାଠୋର ସାର୍। ତ ତାଙ୍କର ମାନେ ବହୁତ ଆପଣ ଶୁଣିଲେ ବହୁତ ସାଧାରଣ ତରିକାରେ କେମିତି ତାଙ୍କୁ ସେ ଡାଇମଣ୍ଡ ହେଇଛନ୍ତି। ତ ସେ ଆଜ୍ଞା ପ୍ରକାରର ନଲେଜ ବି ଆମ ସମସ୍ତଙ୍କୁ ମିଳିଯାଇ ପାରିବ। ଦିନ 10ଟାରୁ ଆମେ ଦିନ 10ଟା 11ଟା ବେଳୁ ଷ୍ଟାର୍ଟ ହବ। ଆଉ ଇଏ ମିଟିଂକୁ ଯେତେ ବଡ ପ୍ରମୋସନ କରିପାରିବା ସେତେ ବଡ କାମ ହେଇପାରିବ। ଓକେ, ଆଜି ତ ସମୟ ବହୁତ କମ ଆଜ୍ଞା ଅଛି। ସାର୍ଙ୍କୁ ଆମେ ଶୁଣିନେ, ତ ସାର୍ଙ୍କୁ ଆମେ ଶୁଣିବା। ସାର୍ ପ୍ଲିଜ ୱେଲକମ୍ ସାର୍। ସାର୍ ନମସ୍କାର। ଚାନ୍ଦ ସାର୍, ଆଜ୍ଞା ହଁ ସାର୍। ନମସ୍କାର ନମସ୍କାର। ନମସ୍କାର। ନମସ୍କାର ନମସ୍କାର ନମସ୍କାର। ନମସ୍କାର ନମସ୍କାର ଜୟ ଆରସିଏମ। ଜୟ ଜୟ ଆରସିଏମ ସାର୍। ସମସ୍ତଙ୍କୁ ଗୁଡ ମର୍ଣ୍ଣିଂ। ଆଜି ଆପଣ ମାନେ ଜଳ ସଞ୍ଚୟ ଉପରେ ଶୁଣିଲେ। ଜଳ ସଞ୍ଚୟ ଗୋଟେ ୟୁନିକ୍ ପ୍ରଡକ୍ଟ ଆରସିଏମ ଇଣ୍ଟ୍ରୋଡ୍ୟୁସ କରିଛି। ଚାଷୀ ଭାଇ ମାନଙ୍କର ବହୁତ ଉପକାର ହଉଛି, ଖବର ଅଛି। ଆପଣ ମାନେ ଯଦି ଏକୁ ସେଇଭଳି ଭାବେ ପ୍ରଚାର ପ୍ରସାର କରନ୍ତି ତାହେଲେ ବହୁତ ଉପକାର ହବ ଆଉ ବିଜନେସ ମଧ୍ୟ ବଢିବ। ତ କଥା ହଉଛି ଆମେ ପ୍ରଡକ୍ଟ ତ ବେଷ୍ଟ କ୍ୱାଲିଟିର ପ୍ରଡକ୍ଟ ସବୁ ଅଛି, ସବୁ ପ୍ରକାରର ପ୍ରଡକ୍ଟ। ଚାଷ ଜମି ପାଇଁ ବେଷ୍ଟ ପ୍ରଡକ୍ଟ ହରିସଞ୍ଜୀବନୀ, ତାପରେ ଜଳ ସଞ୍ଚୟ, ଆଉ ଆମର ସ୍ୱାସ୍ଥ୍ୟ ପାଇଁ ତ ସବୁ ପ୍ରଡକ୍ଟ ଅଛି। ପ୍ରଡକ୍ଟ ତ ସବୁ ବେଷ୍ଟ, କିନ୍ତୁ ପ୍ରଡକ୍ଟକୁ ଲୋକମାନଙ୍କ ପାଖରେ ଆମେ ପହଞ୍ଚେଇବା ହଉଛି ଆମର କାମ। ଆମେ ଜାଣୁଛେ ଯେ ଏଇଟା ଭଲ, ଏଇଟା ଉଚିତ, ଏଇଟା କରିବା ଉଚିତ, ଏଇଟା ଏମିତି କଲେ ଭଲ ହବ, ସେମିତି କଲେ ଭଲ ହବ। ଇଏ ନଲେଜ ଆମ ପାଖରେ ଅଛି। କହନ୍ତି 1% ନଲେଜ ଆଉ 99% ହାର୍ଡୱାର୍କ। ବିଶିଷ୍ଟ ବ୍ୟକ୍ତି ଥମାସ ଏଡିସନ କହିଥିଲେ ଯେ 1% ନଲେଜ ସହିତ 99% ହାର୍ଡୱାର୍କ ପରିଶ୍ରମ ଯଦି ହୁଏ ତାହେଲେ ଆମେ ଆମ ଲକ୍ଷ୍ୟରେ ପହଞ୍ଚି ପାରିବା। ଆଉ ଯଦି 99% ଆମର ନଲେଜ ବା ପ୍ରେରଣା, ଇନ୍ସପାଇରେସନ, ପ୍ରେରଣା 99% ହବ, ଦେଖିଲା ବେଳକୁ ମାନେ କାମ କରିବାଟା ଯଦି 1% ହବ ତାହେଲେ ସେଟା କଣ ହୁଏ? ସେଟା ହୁଏ ଏଇ ଯୋଉ ରକିଂ ହର୍ସ, ଖେଳଣା ଘୋଡା। ସେ ଆପଣ ଦେଖିଥିବେ, ସେ ରଖିଦେଇଥିବେ, ସେ ଖାଲି ତଳ ଉପର ତଳ ଉପର ତଳ ଉପର ହଉଥିବ ଖାଲି, ମାନେ ବିଜି, ସବୁବେଳେ ବିଜି। ସେ ଗୋଟେ ଫଲ୍ସ ଧାରଣା ଗୋଟେ ହୁଏ ଆମର। ସେଟାର ଫିଲୋସଫି ହଉଛି ଯେ ଗୋଟେ ଫଲ୍ସ ଧାରଣା, ମିଛ ଧାରଣା ଯେ ମୁଁ ବହୁତ ବିଜି ଅଛି, ମୁଁ ମିଟିଂ ଆଟେଣ୍ଡ କରୁଛି, ମୁଁ ବହୁତ ଭଲ ଭଲ କଥା ଶୁଣୁଛି, ଭଲ ଭଲ କଥା କହୁଛି, ବହୁତ ମୋର ନଲେଜ ହେଇଗଲାଣି, କି ବହୁତ ନଲେଜ ମୁଁ ନଉଛି। ତ ଏହା ଦ୍ଵାରା ମୁଁ କଣ କରେ, ନିଜକୁ ନିଜେ ଧୋକା ଦିଏ। ନିଜକୁ ମୁଁ ଧୋକା ଦିଏ ଯେ ମୁଁ ବହୁତ ବ୍ୟସ୍ତ ଅଛି, ଅର୍ଥାତ ମୁଁ ମୋ ଲକ୍ଷ୍ୟ ଘୋଡା ନିଜକୁ ଭାବେ କଣ ଯେ ମୁଁ ମୋ ଲକ୍ଷ୍ୟରେ ଆଗେଇ ଚାଲିଛି, କିନ୍ତୁ ଘୋଡାଟା ସେଇ ଜାଗାରେ, ଖେଳଣା ଘୋଡାଟା ସେଇ ସମୟ ଜାଗାରେ ତଳ ଉପର ତଳ ଉପର ତଳ ଉପର ସିଏ ହଉଥାଏ। ତ ଆମେ ଆମକୁ ନ ଜାଣିପାରି ଧୋକା ଦଉନି ତ? ଆପଣ ମାନେ ନିଜକୁ ଥରେ ପଚାରନ୍ତୁ, ଆପଣ ମାନେ ନିଜକୁ ଧୋକା ଦଉନାହାନ୍ତି ତ? ଏଇଟା ବୋଧେ ମାନେ ସମସ୍ତଙ୍କଠୁ ଡେଞ୍ଜରସ୍ ମାନେ ମାନସିକ ଦୁର୍ବଳତା। ଇଏ ବୋଧେ 2-3 ବର୍ଷ ତଳେ ଗୋଟେ ଇଏ ଯୋଉ ଆମର ଗୁରୁକୁଳରେ ଟିସିଜିଙ୍କର ସେତେବେଳେ ଏଇସବୁ ଉପରେ ମଣିଷର ମାନସିକ ଚିନ୍ତା, ମାନସିକ ସାଇକୋଲୋଜି ଉପରେ, କର୍ମ କରିବା ଉପରେ, ଡେଭଲପମେଣ୍ଟ ଉପରେ ବହୁତ ଭିଡିଓ ସିଏ ଅଛି ଗୁରୁକୁଳରେ। ସେତେବେଳେ ଆପଣ ଯଦି ଦେଖିବେ, ମୁଁ ସେତେବେଳେ ଶୁଣୁଥିଲି ସବୁ ପ୍ରାୟ। ଆମେ ଆମକୁ ନିଜକୁ ଧୋକା ଦଉଛେ, ଆମେ ଜାଣିପାରୁନେ। ଆପଣ ମାନେ କୁ ମୁଁ ଆଇନା
ଆପଣ ଦେଖନ୍ତୁ ମୁଁ କହୁଛି ଆପଣ ମାନେ ବୁଝିପାରିବେ ଏଇ 2 ମାସ 2.5 ମାସ ହେଲାଣି ଆମେ ଆମକୁ ଆପଣ ମାନେ ନିଜକୁ ଧୋକା ଦଉଛନ୍ତି ଆପଣ ମାନେ ନିଜକୁ ଧୋକା ଦଉଛନ୍ତି କି ଜାଣିଶୁଣି ଧୋକା ଦଉଛନ୍ତି ପ୍ରାୟ ଅନେକ ଧୋକା ଦଉଛନ୍ତି କିଛିଟା ଆମେ ଅଳ୍ପ ସେ ଅନୁସାରେ ଆଗଉଛେ କିନ୍ତୁ ଆମେ ଖୁସି ହେଇଯାଉଛି ଯେ ଆମେ ଗୋଟେ ମିଟିଂରେ ଆଟେଣ୍ଡ କରୁଛେ ଆମେ କିଛି ଭଲ କଥା ଶୁଣୁଛେ ଶିଖୁଛେ ଗୁରୁକୁଳରେ ବି ଆଟେଣ୍ଡ କରୁଛେ ତା ଦ୍ୱାରା ଆମେ ଭାବୁଛେ ଯେ ଆମେ ଆଗେଇ ଯାଉଛେ ବୋଲି ଟିସିଜି ଙ୍କର ସେ ଭିଡିଓରେ ଅଛି କିନ୍ତୁ ପ୍ରକୃତରେ ଆମେ ଆମର ଲକ୍ଷ୍ୟରେ ଆମେ ଆଗେଇ ପାରୁନେ ଆମେ କେବଳ ନିଜ ଜାଗାରେ ହିଁ ଉପର ତଳ ହଉଛେ ତେଣୁ ସେ ପ୍ରକାରର ପରିସ୍ଥିତିରୁ ଯଦି ନିଜକୁ ଆମେ ବାହାର କରିବାକୁ ଚାହିଁବା ଇଏ ଦେଖନ୍ତୁ ଇଏ ହଉଛି ଡାଇରେକ୍ଟ ସେଲିଂ ଇଏ ଭାରତ ସରକାରଙ୍କର ଆଇନରେ ଇଏ 2021 ମସିହାରେ ୟାକୁ ଆଇନଗତ କରାଯାଇଛି ଯେ ଇଏ ହଉଛି ଗୋଟେ ଡାଇରେକ୍ଟ ସେଲିଂ ବିଜନେସ ଆରସିଏମ ବିଜନେସ ଗୋଟେ ଡାଇରେକ୍ଟ ସେଲିଂ ବିଜନେସ এই বিজনেস মাধ্যমରେ ଦ୍ୱାରା ଆମେ କ'ଣ କରୁଛେ ନା ଗୋଟେ ଅଭିଯାନ ଆରମ୍ଭ କରିଛେ ସ୍ୱାସ୍ଥ୍ୟ କ୍ରାନ୍ତିର ଅଭିଯାନ ନାରୀ ସଶକ୍ତିକରଣର ଅଭିଯାନ ତାପରେ